ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 116। ଆଉ ପୂର୍ବରୁ ମା ଯେତେ ବର୍ଣ୍ଣନା କଲେ ଶ୍ରୀମାନଙ୍କର ଏକ ଜ୍ଞାନକୁ ଆଧାର କରି ଜଣେ ବି ପ୍ରଶ୍ନ କରିଥିଲେ ଯେ ପ୍ରଭୁ କହୁଥିଲେ ଯେ ସୃଷ୍ଟିର ଆରମ୍ଭ ନାହିଁ କି ଶେଷ ନାହିଁ। ଏ ଯୋଉ ସର୍ଜନା ବିଲୟ ଇଏ ହଉଛି କେବଳ କଣ ନା ବାହ୍ୟ ଚେତନା ସହିତ ଏକ ଖେଳା ଯାଉଥିବା ଏକ ଲୁଚକାଳି ଖେଳ। ତେଣୁ ତାପରେ ପ୍ରଶ୍ନ ହେଇଛି ତାହେଲେ ସେ ଲୋକ ମୁଁ ପଚାରୁଥିଲି ଅନ୍ୟ ପାର୍ଶ୍ୱରୁ ଏହି ଜଡ ଜଗତଟିର ଅବବୋଧଟି ଅବିଚ୍ଛିନ୍ନ ହୋଇ ରହିଥାଏ ନା ଏହି ସବୁ କିଛି ଅନ୍ତର୍ହିତ ହୋଇଯାଏ। କହୁଛନ୍ତି ଯଦି ଯୋଉ ଅନ୍ୟ ପାର୍ଶ୍ୱ କଥା କହୁଛନ୍ତି ଚେତନାର ଯୋଉ ଉର୍ଦ୍ଧ୍ୱ କଥା ଯୋଉ କହିଲେ ଯେତେ ଯେତେ ଉର୍ଦ୍ଧ୍ୱକୁ ଯିବେ କିପରି ଅନୁଭବ ହବ ସେ କଥା ଯେତେବେଳେ ବର୍ଣ୍ଣନା କଲେ ତେଣୁ ସେ ପଚାରୁଛନ୍ତି ସେଇ ଯୋଉ ପାର୍ଶ୍ୱକୁ ଚାଲିଗଲେ ସେଇ ପାର୍ଶ୍ୱରୁ ଏଇ ଯୋଉ ଜଡ ଜଗତ କେମିତି ତାଙ୍କୁ ଲାଗିବ, ତାର ଅବବୋଧ କୋଉ ଭଳିଆ ଥିବ, ଅବିଚ୍ଛିନ୍ନ ରହିବ ନା ଆର କିଛି ମୂଲ୍ୟ ରହିବ ନାହିଁ, ଇତ୍ୟାଦି ଇତ୍ୟାଦି ଯୋଉ ପ୍ରଶ୍ନ ଆସୁଛି ସେଇଠୁ ସେ ପ୍ରଶ୍ନ କରୁଛନ୍ତି ଯେ ଏଇଟା ଅବିଚ୍ଛିନ୍ନ ରହିଥାଏ ନା ସବୁ କିଛି ଅନ୍ତର୍ହିତ ହୋଇଥାଏ। ମା ଉତ୍ତରରେ ଲେଖୁଛନ୍ତି ଗତ ଅଳ୍ପ କେତେ ଦିନ ମଧ୍ୟରେ ହୋଇଥିବା ଇଏ ଆଉ ଗୋଟିଏ ଅନୁଭୂତି, ଏକ ଅତ୍ୟନ୍ତ ଓ ଐକାନ୍ତିକ ସୁନିଶ୍ଚୟତା ସହିତ ମୋର ଏହି ଅନୁଭୂତିଟି ହୋଇଥିଲା। ଅବଶ୍ୟ ତାହାକୁ ଶବ୍ଦରେ ବ୍ୟକ୍ତ କରି କହିବା ଅତ୍ୟନ୍ତ କଷ୍ଟକର। ଜଡ ପୃଥିବୀ ବର୍ତ୍ତମାନ ଯେପରି ହୋଇ ରହିଛି ତାହାର ଏହି ତଥାକଥିତ ଭ୍ରାନ୍ତିଟି ଯେ ଅପରିହାର୍ଯ୍ୟ ଭାବରେ ଅବଶ୍ୟ ତା ଭିତରେ ରହିଥିବ ତାହାକୁ ମୁଁ ସମ୍ପୂର୍ଣ୍ଣ ସୁନିଶ୍ଚିତ ଭାବରେ ଜାଣିଥିଲି। ଅର୍ଥାତ୍ ଅବବୋଧର ଜଡସ୍ତରୀୟ ରୀତି ବା ଶୈଳୀଟି, ବସ୍ତୁଗୁଡ଼ିକ ବିଷୟରେ ଜ୍ଞାନ ଲାଭ କରିବାର ରୀତିଟି ଏହି ସୃଷ୍ଟିର ଭ୍ରାନ୍ତିଟି ମାଧ୍ୟମରେ ହିଁ ଉପଲବ୍ଧ ହେଉଥିଲା ଏବଂ ଏହି ସୃଷ୍ଟି ନଥିଲେ ସେଇଟିର ମଧ୍ୟ ଆଦୌ କୌଣସି ଅସ୍ତିତ୍ୱ ନଥାନ୍ତା। ଏବଂ ଆମେ ଯେତେବେଳେ ଯଥାର୍ଥ ଚେତନାର ଅଧିକାରୀ ହୋଇପାରିବା ସେତେବେଳେ ମଧ୍ୟ ତାହା ଆଦୌ ଏକ ଅନସ୍ତିତ୍ୱ ମଧ୍ୟକୁ ଅନ୍ତରିତ ହୋଇଯିବ ନାହିଁ। ଏହା ଏପରି ଏକ ବସ୍ତୁ ଯାହାକୁ କି ଏକ ବିଶେଷ ମାର୍ଗରେ ଏହା ସହିତ ଯୁକ୍ତ କରି ରଖାଯାଇଛି। ସେତେବେଳେ ଯଥାର୍ଥ ପରମ ଚେତନାଟିର ଆୟତନଟି ମଧ୍ୟରେ ତାହାକୁ ସେହିପରି ଭାବରେ ଅବବୋଧ ଓ ଅନୁଭବ କରାଯାଇଥିଲା। ଏଇ ଆଲୋଚନାରେ ଆମ ଭିତରେ ଗୋଟେ ପ୍ରଶ୍ନ ଆସେ ଯୋଉଟା ସାଧାରଣତଃ ଅନେକ ଦ୍ୱନ୍ଦ୍ୱ ଭିତରେ ଥାନ୍ତି, ସେଟା ହଉଛି ସାକାର ଓ ନିରାକାର ବ୍ୟକ୍ତି ଯେମିତି ପରସ୍ପର ଭିତରେ କହିଲା ଭଳି ନିରାକାର ବ୍ରହ୍ମଙ୍କୁ ଯୋଉମାନେ ବିଶ୍ୱାସ କରୁଥିବେ, ମନେ କରାଯାଉ ଆମେ ଯୋଉମାନେ ପରମ ଚେତନାଙ୍କ ସହିତ ଏକୀଭୂତ ହେଇନାହାନ୍ତି ଏବଂ ନିରାକାର ବ୍ରହ୍ମ ବିଷୟରେ ବା ସେଇ ଧାରାରେ ସେ ବର୍ତ୍ତମାନ ଯାଉଛନ୍ତି, ପ୍ରଥମେ ସେ ପ୍ରକାର ବ୍ୟକ୍ତିଙ୍କ ସହିତ ଆମର ଗୋଟେ କାର ଦେଖା ହେଇଗଲା। ଏବଂ ସାକାର ଯୋଉମାନେ ଆମେ ମୂର୍ତ୍ତି ପୂଜା କରୁଛନ୍ତି, ସାକାର ବ୍ରହ୍ମ ଯୋଉମାନେ କରୁଛନ୍ତି ସେଥିରେ ବି ଯୋଉମାନେ କେବଳ ଏଇ ଚେତନାରେ ରହି ପୂଜାପୂଜିରେ ରହିଛନ୍ତି ସେଇ ପ୍ରକାର ବ୍ୟକ୍ତି ଜଣେ ଦେଖାହେଲା। ଦି ଜଣ ଯାକ କଥା ହେଇଗଲେ। କଥା ହେଲେ ଦେଖିବେ ସେ ଦି ଜଣ ଭିତରେ ଝଗଡା ହବାଟା ଥୟ। କାହିଁକି? ନିରାକାର ବ୍ରହ୍ମ ଭିତରେ ଯୋଉମାନେ ବିଶ୍ୱାସ କରିବେ ସେମାନେ ସେ କହିବେ ଯିଏ ବ୍ରହ୍ମ, ଯିଏ ସବୁ ଶକ୍ତିର ଅଧିକାରୀ, ଇଏ ସମଗ୍ର ସୃଷ୍ଟିର ଯିଏ ସ୍ରଷ୍ଟା, ସିଏ କିପରି ଗୋଟେ ଛୋଟିଆ ମୂର୍ତ୍ତି ଭିତରେ ରହିବେ ବା ଗୋଟେ ସୀମିତ ବା ସୀମା ଭିତରେ ସେ କେମିତି ବାନ୍ଧି ହେଇକି ରହିବେ। ତେଣୁ ସେ ତାକୁ ଦି ଜଣଙ୍କ ଭିତରେ ଝଗଡାଟି ସେଉଠୁ ଷ୍ଟାର୍ଟ ହବ। ଇଏ କହିବେ ଯେ ଯେହେତୁ ସେ ସର୍ବଶକ୍ତିମାନ ତେଣୁ ସିଏ ମୂର୍ତ୍ତି ଭିତରେ କାହିଁ ରହିପାରିବେ। ଇଏ ଦି ଜଣଙ୍କ ଭିତରେ ଯୋଉ ନିଜର ସ୍ୱଳ୍ପ ଜ୍ଞାନ ନେଇକି ଯଦି ଦେଖିବେ ଝଗଡା ଝାଟି ଏତେ ଦୂର ଚାଲିବ ଯେ କେହି କାହାକୁ ଛାଡିବାକୁ ନାରାଜ ହେଇଯିବେ। ସେଇଟା ଯେପରି କଥା ସେହିପରି ଭାବରେ ଆମେ ଯୋଉମାନେ ଜଳ ଜଗତରେ ବସବାସ କରୁଛୁ ଏବଂ ଭ୍ରାନ୍ତି କି ନେଇକି ଆମେ ବଞ୍ଚୁଛୁ, ଆମ ପାଇଁ ଭ୍ରାନ୍ତିର ମୂଲ୍ୟ ରହିଛି ଏବଂ ଭ୍ରାନ୍ତି ଏକ ଅପରିହାର୍ଯ୍ୟ ବୋଲି ଆମେ ଧରିକି ରଖିଛୁ। ଏବଂ ସେଇଥିପାଇଁ ଲୋକ ଯେମିତି କଥାରେ କୁହନ୍ତି, ଏଟା ଅଲରେଡି ଆଲୋଚନା ସରିଛି, ମୁଁ ଖାଲି ସେଇଟାକୁ ଆଉ ଥରେ କୋଟ କରୁଛି ଯେ ଶ୍ରୀ ଅରବିନ୍ଦ କହିଲେ ଯେ ଏବେ ବି ଲୋକ ସେଇ ଚେତନାରେ ରହିଛନ୍ତି, ନିମ୍ନ ଚେତନାରେ, ଯୋଉଠି ସେମାନେ ବିଶ୍ୱାସ କରନ୍ତି ପ୍ରେମକୁ ଚିହ୍ନିବା ପାଇଁ ହେଲେ ଘୃଣାର ଆବଶ୍ୟକତା ରହିଛି, ଛାଇର ମହତ୍ଵକୁ ଜାଣିବାକୁ ହେଲେ ଖରାର ଆବଶ୍ୟକତା ରହିଛି।
ଯେତେବେଳେ ପର୍ଯ୍ୟନ୍ତ ଏଇ ନିମ୍ନ ଚେତନାରେ ଯୋଉ ବ୍ୟକ୍ତି ରହିଥିବ, ତାର ଏଇ ଧାରଣା ରହିଥିବ ଯେ ଆକୁ ଚିହ୍ନିବା ପାଇଁ ତାର ଏକ ଆବଶ୍ୟକତା ରହିଛି, ଆଲୋକକୁ ଚିହ୍ନିବା ପାଇଁ ଅନ୍ଧକାରର ଆବଶ୍ୟକତା ରହିଛି, ସେ ପର୍ଯ୍ୟନ୍ତ ସେ ନିମ୍ନ ଚେତନାରେ ଘାଣ୍ଟି ହଉଥିବ। ତାମାନେ ସେଇ ଭ୍ରାନ୍ତି ଭିତରେ ସିଏ ବସବାସ କରୁଥିବ ଏବଂ ଭ୍ରାନ୍ତିକୁ ସତ୍ୟ ବୋଲି ମନେ କରି ସେଇଥିରେ ହିଁ ଉବୁଟୁବୁ ହେଇ ରହିଥିବ। ମା ସେଥିପାଇଁ ମୁଁ ସେଇଟାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ ଭାବରେ ଜାଣିଥିଲି। କିନ୍ତୁ କହୁଛନ୍ତି ତାପରେ କଣ ହେଲା, ଯେତେବେଳେ ଜଣେ ଚେତନାର ଯଥାର୍ଥ ଚେତନାର ଅଧିକାରୀ ହୋଇପାରିବ, ତାହା ଆଦୌ ଏକ ଅନସ୍ତିତ୍ୱ ମଧ୍ୟକୁ ଅନ୍ତରିତ ହୋଇଯିବ ନାହିଁ। ଏମିତି କିଛି ହେଇଯିବ ନାହିଁ ଯେମିତି ନିରାକାର ବ୍ରହ୍ମ କହିବେ ଯେ ନା ନା ଏଗୁଟେ ସାକାର ବ୍ରହ୍ମର କିଛି ଆବଶ୍ୟକତା ନାହିଁ, ପୁରା ମାନେ ଶୂନ୍ୟ ନିର୍ବାଣ, ଏଇଟା ହିଁ କେବଳ ସ୍ଥିତି, ତା ବ୍ୟତିରେକ ଆଉ କିଛି ଭଗବାନଙ୍କର ସ୍ଥିତି ନାହିଁ, ସେ ପ୍ରକାର ଅବସ୍ଥା ଆସିଯିବ ନାହିଁ। କଣ ହବ କହୁଛନ୍ତି, ଏହା ଏପରି ଏକ ବସ୍ତୁ ଯାହାକୁ ଏକ ବିଶେଷ ମାର୍ଗରେ ଏହା ସହିତ ଯୁକ୍ତ କରି ରଖାଯାଇଛି। ସେତେବେଳେ ଯଥାର୍ଥ ପରମ ଚେତନାର ଆୟତନଟି ମଧ୍ୟରେ ତାହାକୁ ସେହିପରି ଭାବରେ ଅବବୋଧ ଓ ଅନୁଭବ କରାଯାଇଥିଲା। ତେଣୁ ତାମାନେ ଆମେ ମନ ଦ୍ୱାରା ବୁଝିବା ଯେତିକି ସମ୍ଭବ ନୁହଁ, କିନ୍ତୁ ଯେତିକି କେବଳ ଭାବିବା ବା ବୁଝିବାକୁ ଚେଷ୍ଟା କରିବା ଯେତିକି, ତାହା ବି ଅନର୍ଥର କାରଣ ହେଇପାରେ। କିନ୍ତୁ ଆମେ ମାଙ୍କ ଉପରେ ବିଶ୍ୱାସ ରଖିବା ଏବଂ ମା ଆମ ପାଖରେ ତାହା ରିଭିଲେସନ କରନ୍ତୁ ବୋଲି ଆଶା କରିବା। ତାହେଲେ ଇଏ ଆଉ ଏକ ଅବସ୍ଥା ହବ, ସେତେବେଳେ ଆମେ ଏମିତି ଭାବିପାରିବା, ଯିଏ ପିଜି PhD ତାପରେ ରିସର୍ଚ୍ଚ କରିକିରି ଅନେକ ବର୍ଷ ରିସର୍ଚ୍ଚ କରି ଗୋଟେ ମାନେ ପ୍ରଜ୍ଞାବିତ ବିଶେଷଜ୍ଞ ହେଇଗଲେଣି, ତା ବୋଲି ତାଙ୍କୁ ଯଦି କୁହାହବ ବା ABCD କଣ ତାଙ୍କ ପିଲାକୁ ଶିଖେଇବା ପାଇଁ, ସେ କଣ ଶିଖେଇ ପାରିବେ? କାହିଁ ଶିଖେଇ ପାରିବେ? ତାଙ୍କ ପାଇଁ ମାନେ ବିଶେଷ ମାନେ ବଡ ବଡ ବା ଗଭୀରତର ଜ୍ଞାନ ଯେତିକି ମହତ୍ଵ ରଖିଛି, ଏବଂ ତାଙ୍କ ପାଖରେ ABCD ଯେ ପିଲାଟି ଶିଖିବା ଦରକାର, ସେଇ ଯୋଉ ବୋଧ ତାହା ମଧ୍ୟ ସେତିକି ପରିମାଣ ରହିଛି। ଏବଂ ସେ ମଧ୍ୟ ଜାଣିଛନ୍ତି ଯେତେବେଳେ ପିଲାଟି ଆରମ୍ଭ କରୁଛି ସେତେବେଳେ ତା ପାଇଁ ଏହାର ଆବଶ୍ୟକତା ରହିଛି। ସେ କେବେ ବି ଭାବିଦେବେ ନାହିଁ ଯେ ଯିଏ ପିଲାଟିଏ ଜନ୍ମ ହେଇକିରି ବଢୁଛି ହଠାତ୍ ସିଏ ଗଭୀର ସତ୍ୟ, ଗଭୀର ତଥ୍ୟ ଗତ ଜ୍ଞାନ ଭିତରେ ସେ ପ୍ରବେଶ କରିଯିବ। ତେଣୁ ସେ ଏହାର ମହତ୍ଵ ବୁଝିଛନ୍ତି ଏବଂ ସେଇ ଯୋଉ ଅବବୋଧଟି ତାଙ୍କ ଭିତରେ ମଧ୍ୟ ରହିଥାଏ। ତେଣୁ ଇଏ କଣ କରେ, ଯେ ଯୁକ୍ତ କରି ରଖିଥାଏ, ଯେତେବେଳେ ଯଥାର୍ଥ ପରମ ଚେତନାର ଆୟତନ ଭିତରେ ଆମେ ଯେତେବେଳେ ପ୍ରବେଶ କରୁଛୁ, ସେତେବେଳେ ଏ ଦୁଇଟି ଯାକର ଅନୁଭବ ଆମ ପାଖରେ ରହିବ। ଯେଉଁ ସୃଷ୍ଟି ଦ୍ୱାରା ଅବବୋଧର ଏକ ନିର୍ଦ୍ଦିଷ୍ଟ ରୀତି ସମ୍ଭବ ହୋଇପାରିଛି, ଏହାକୁ ତାର ଔଚିତ୍ୟ ପ୍ରମାଣ କରି ଦେଉଥିବା ଏକ ବ୍ୟାପାର ସଦୃଶ ବୋଲି କୁହାଯିବ। ଦେଖନ୍ତୁ ଏଇଠି ଆସିଗଲା ଉପାୟ ଦିଟା କଣ। ବର୍ତ୍ତମାନ ଆପଣ ଦେଖନ୍ତୁ ଏଇଠି ତାପରେ ବର୍ଣ୍ଣନା କରୁଛନ୍ତି, ଆକୁ ଶବ୍ଦ ଦେଇ ମୂର୍ତ୍ତିକରଣ କଲାବେଳେ ଏହା ନିର୍ଭୁଲତା ହେଇପାରୁନି, ଯଥାର୍ଥତା ରୂପ ନେଇପାରୁନି। କିନ୍ତୁ ଯେତେବେଳେ ପରମ ଯଥାର୍ଥ ଚେତନା ଏକମାତ୍ର ଚେତନା ଉପରେ ଅବସ୍ଥିତ ରହିଥିଲା ଓ ଆପଣାକୁ କାର୍ଯ୍ୟକାରୀ ରଖିଥିଲା, ସେତେବେଳେ ଗୋଟାଏ ପ୍ରକାର ସ୍ପନ୍ଦନ ଏକ ଶୈଳୀ ରହିଥିଲା। ଅର୍ଥାତ୍ ଏପରି ଏକ ରୀତିର ସ୍ପନ୍ଦନଟି ରହିଥିଲା, ଯାହାକି ଯାବତୀୟ ମୋହରୁ ମୁକ୍ତ ରହି ଯଥାର୍ଥ ଅବଲୋକନ ଓ ଅବବୋଧ କରିପାରୁଥିଲା। ଏଇଟା ଚିନ୍ତା କରନ୍ତୁ, ଯେତେବେଳେ ଆମ ଭିତରେ ଯଥାର୍ଥ ଚେତନା ଆସିବ, ସେତେବେଳେ ଆମ ଭିତରେ ଏକ ଯଥାର୍ଥ ଅବଲୋକନ ଏବଂ ଅବବୋଧ ଆସିବ। ବର୍ତ୍ତମାନ ଆପଣ ଦେଖିବେ, ଯୋଉମାନେ ଗଭୀର ଜ୍ଞାନକୁ ଯାଇପାରିନାହାନ୍ତି, ସେମାନେ ଦେଖିବେ କହିବେ ଯେ ଯୋଉ ସ୍କୁଲରେ ପଢିଲା ବେଳେ ଯୋଉ ଟ୍ରିଗୋନୋମେଟ୍ରି ପଢୁଥିଲ, ଯୋଉ ଉପପାଦ୍ୟ ପଢୁଥିଲ, A+B ହୋଲ୍ ସ୍କୋୟାର ପଢୁଥିଲ, ସେଇଟା ମୋ ଜୀବନରେ କଣ କାମରେ ଆସିଲା? ତେଣୁ ସେ ବେକାର, ସେଗୁଡାକ ପାଠ ଗୁଡାକ ହଉଛି ବେକାର ପାଠ, ସେଗୁଡାକ କେବଳ ନଷ୍ଟ, ସମୟ ନଷ୍ଟ ଇତ୍ୟାଦି ଇତ୍ୟାଦି। କାହିଁକି ନା ସେଇ ଯୋଉ ପାଠ ଯୋଉ ପଢା ହଉଥିଲା, A+B ହୋଲ୍ ସ୍କୋୟାର ହଉ ବା ଉପପାଦ୍ୟ ଯୋଉ ଦିଆ ହଉଥିଲା, ତାକୁ ଘୋଷିକି ଯିଏ ମୁଖସ୍ଥ କରୁଛି ତା କଥା ଛାଡି ଦିଅନ୍ତୁ। ତାକୁ ଯିଏ ବୁଝିବାକୁ ଚେଷ୍ଟା କରିଛି, ସେ ଯେ ସମୟ ନଷ୍ଟ, ଏଇଟା ସେଇ ବ୍ୟକ୍ତି ମାନେ କହିପାରନ୍ତି ଯୋଉମାନେ ଅଜ୍ଞ, ଯୋଉମାନେ ଗଭୀର ଜ୍ଞାନ ବିଷୟରେ ତାଙ୍କର ମାନେ ସ୍ପର୍ଶ ହେଇନାହିଁ। କାହିଁକି ନା ଇଏ କଣ କରେ ପ୍ରକୃତରେ? ଇଏ କଣ କରେ ନା ଆମ ଭିତରେ ଜ୍ଞାନ ପିପାସାର ଯୋଉ ଗ୍ରହଣଶୀଳତା ଦରକାର, ଏତେ ଯେ ନମନୀୟତା ଦରକାର ଏବଂ ସବୁବେଳେ ମାନେ ଆମ ଭିତରେ ଗୋଟେ ଉନ୍ମୁକ୍ତତା ରହିବା ଦରକାର ଏବଂ ସବୁ ଜିନିଷକୁ ଆନାଲିସିସ୍ କରିପାରିବାର
गोटे जो मानसिक विकास से माँ अनेक बार गुरुत्व दौरान जे मानसिक विकास गुरुत्वपूर्ण तेणु जो मानसिक विकास दरकार तार मूलदुआ सी प्रकार माने प्रतिष्ठित करे ए प्लस बी रोल स्क्वायर ए स्क्वायर प्लस बी स्क्वायर प्लस 2ab यहीटा हुए तो आपण कहबेनि जे आंब प्लस बैगण होल स्क्वायर केते एमिति आपणकर व्यवहार आसबनि कौन हुए ना ता फल रे आमर ब्रेन रो जो डेवलपमेंट हुए सेही डेवलपमेंट फल रे आमे कौन सी एक कथा को कौन सी एक घटना को देखि पारिबार दृष्टिकोण आमर बदली जाए दृष्टिभंगी बदली जाए देखिए से जो प्रकार व्यक्ति जो माने अज्ञ भाव में कहते जे गुड़ाकर किसी आवश्यक नहीं से देखिबो जे सब बेले एकपाखिया डिसीजन थिबो एकपाखिया को सत्य बोली मन करुथे कारण तांकर दृष्टिकोण सीमित होइकी रही जाए जेते जेते अधिक बुझिकिरी बुझिब बुझी करी ताकू जेतेबेले से प्रयोग करे पाठ पढ़िला बेले मध्य ता फल कौन हुए ब्रेन रो एक जो नमनीयता वृद्धि हुए और बहुत कथा रही जोड़ाक वृद्धि हुए ता फल रे सी कौन एक घटना को देखला बेले भिन्न भिन्न दृष्टिकोण केम देखा जाए चिंता करे अपन जस्ट गोटे भावंतु जेतेबेले सबु विषय कौन होता है मात्र दीटा तीनटा चार्टा फर्मुला थिबो तापर कौन होइथिबो उदाहरण चारि पांचटा थिबो किंतु क्वेश्चन थिबो 30टा 31टा एवं से क्वेश्चन को जत अटेंड करिवे सेते बेले कोउ सूत्रटी कोउठी प्रयोग करिवे केमिति प्रयोग करिवी एवं कौन कौन करिले कोउठी कोउटा प्रयोग हबो एई जो गोटे पर्यवेक्षण गोटे अनुसंधान मूलक एवं तर्जमा युक्त ताकू आमे जदि गोटे भाषा कहबा जे प्रगाढ़ अनुसंधान मूलकर जो एक गतिवृत्ति बा गोटे गतिस्पंदन यहीटा डेभलप हुए सेठी एटा खाली छोट छोट अल्प अल्प कथारे मु कहूची तेणु सी एठी मा से कहते जितेबाला तुम यथार्थ परम चेतना सहित एकीभूत हो जाउच तांको स्पंदन रे जितेबाला स्पंदित होउच सेतेबेले कौन होची जावतीय मोहरु मुक्त रही देखो यही माने गुरुत्वपूर्ण कथा कौन कहले जावतीय मोहरु मुक्त रही यथार्थ अवलोकन एवं अवबोध करि परिवार सामर्थ्य आम भितर आसीजिवो हैला जो मोहरु मुक्त रहिबा सेथिपाई मध्य अनेक जन्म तपस्या करिया पड़े जन जन सृष्टिर एही जड़स्थ आकारटी व्यतीत तार अस्तित्व कदापि संभव होई न थांदा यही क्षेत्र रे विशाल कहीं सतत अवस्थित रही जो सृष्टि रही ये सृष्टि भितर कहीं जमी चिरंतन रही यह कहीं एपरी होती ए क्षेत्र में सब कहीं रही यही सब किसी जहाँ कि जावतीय व्यापार सृष्टि करी जहाँ कि कि मनुष्यर चेतना दुख जातना असहायता और से परी सब किसी बोली व्याख्या कर लगी आमको जो आम जो न पशि पारू आम सब भाव में व्याख्या करदे सेटा बेकारिया कथा एगुड़ाक भारी कष्ट ये असहाय कर दौर मनुष्य को देखिए बेले बेले जो सरकार किसी किसी नियम बाध्य कर अनेक व्यक्ति कौन करती एमती थट्टा ये करती से करती एवं कहे कौन एगुड़ाक आमको खाली लदी दौरान जो माने निष्ठापर नुहति से लगे जमी आम उपर लदी दि जाए जो माने निष्ठापर से कहे मो पाखे तो अच्छी नहीं बाबा नहीं किंतु जोठी खलनीति प्रवेश करी राजनीति नु राजनीति कूटनीति ता एक अलग प्रकार कथा खलनीति आ गोटे अलग प्रकार जो खलनीति प्रवेश करी धर जो बर्तमान लांच कम चली सी लांच नवापाई जदि आपण को बारंबार दौड़ दैट इज डिफरेंट कथा किंतु एक सैद्धांतिक पदक्षेप जो नि जाए से जो माने तामसिक ग्रस्त था जो माने निष्ठाहीन था से बहुत बाधा सृष्टि हुए मु आर कथा आम सेटा रही मनुष्य निम्न चेतना रही जो कि लांच नदेले काम होनी दैट्स ए डिफरेंट केस किंतु जेतेबेले नूतन किछि करा जाए सेतेबेले बाधा विपत्ति आसे एवं ताकू से कौन करे ताकू सुंदर भाव में व्याख्या करे तार प्रतिरोध करी ताकू मिछ बोली करी तेणु आमर जेतेबेले ऊर्ध्वतर चेतनार कथा जेतेबेले आसे मनुष्य सेतेबेले कौन करे ताकू जेमिति सब एमती कहे असहाय रही पाखे एवं सबु किसी को से तार
कहे जेगुड़ाक मनुष्य चेतनार दुख जातना एभली भाव कहे तापर से प्रश्न उठे एगुड़ाक सृष्टि कहीं होती एवं तेणु यही ताहार एहीपरि उत्तर मिलता कौन ना यथार्थ चेतना मध्य स्पंदन एक निर्दिष्ट रीति रही माँ कहते यथार्थ चेतना मध्य स्पंदनर एक निर्दिष्ट रीति रही मूर्तिकरण क्षेत्र में सबकि को निर्भुल स्पष्ट और निर्देश और निर्दोष भाव में गढ़ी थोदेबार एक रीति रही जहाँकि ताहा व्यतीत मोटे तिष्ठि रही पारि नथांता आपना को व्यक्त करने लगी जहाँकि आदौ कौन सुजोग लाभ कर नथांता यह एक सुनिश्चित कथा ताहाकु ही आमे सेई काहींकीर यथार्थ और सर्वशक्तिशाली उत्तर बोली जाने कौन कहले जे जेत यथार्थ चेतना सी जो स्पंदित होची तार मध्य एक निर्दिष्ट रीति रही जो रीति रे जो भाव से स्पंदित हब एवं जितेबाला से मूर्तिकरण मान जो रूप ग्रहण करुच्ची सेतेबाला सी सबकि किपर निर्भुल हब किपर स्पष्ट हब किपर निर्दोष हब ताकू मध्य किपर से करिवो तार मध्य ता पाखरे एक रीति एक नियम एक गोटे प्रोसेस ता पाखरे रही एवं जदि से प्रोसेस फॉलो करा न गला तेबे ताहा तिष्ठि रही परिबो नाही बासी यह एक सुनिश्चित कथा आउ ताहाकु ही आमे सेही काहींकीर यथार्थ ओ सर्वशक्तिशाली उत्तर बोली जाने सेठी ही रही काहींकीर उत्तर जे सी सब जिनस को अति निर्भुल अति स्पष्ट एवं अति निर्दोष भाव में एक निर्दिष्ट रीति नियम से कौन करे ताकू मूर्तिकरण करे बा रूप देता है आम जो भावुजे रीति बा कौन नियम ना ये सब एक भूल धारणा जमार न तार एक निर्दिष्ट नियम रही जो नियम अनुसार से कौन करे परिप्रकाश हुए तेणु श्रृंखला ताप अति गुरुत्वपूर्ण एक अत्यंत स्पष्ट जे जहाँ को आम एक अग्रगति अर्थात एक क्रमोत्तर अभिव्यक्ति रूपे प्रत्यक्ष करिताउ ताहा केवल आमर परिचित यही जड़स्थ अभिव्यक्तिर ही एक विधान नुहे मात्र ताहा हेउची से शाश्वत परम रूपायणर मूलभूत एक विधान यही पृथ्वी स्तरीय भावनार स्तर को खसी आसी कहवाकू गले आमे हुए तो एपरी कहीपर जे अग्रगति व्यतीत प्रकृत में आदौ कौन रूपायण होना मात्र आमे जहाँ को अग्रगति बोली कहूचु जहाँ आमर चेतनार अग्रगति बोली देखा जाउची ताहा सेई ऊर्ध्व स्तर रे या जहाँ किछि भी होई पारे या को तुमे एक प्रयोजन भी कहि पारो से ऊर्ध्व स्तर रे निरंकुश भली होई एक वस्तु विद्यमान रहिछि जहाँ कि आमर आदौ बोधगम्य होई पारु नाही आमे बुझी पारु नांती किंतु रहिछि एक सत्तागत निरंकुशता अवस्थित रही सेई भली होइथिबारु ही सेई भली होई रहिछि ए विषय केवल एतिक मात्र कह जाई पारिबे कहते आमर सत कथा कहगला आमर जेपर्यंत प्रस्तुत न होइथिबो हमको बुझाई हबनी हमको कहि हबनी हम जानि परिबा कहते से कहले ए विषय केवल एतिक मात्र कह जाई पारिबो मात्र आमर चेतना लगी यह अधिक रु अधिक उत्तम रु आहुरी उत्तम होबार लागिछि एठारे जो सब शब्दर व्यवहार करा जाउछि सेगुड़िकर प्रकृतर कौन अर्थ ना ताहा आमको अधिक रु अधिक परिपूर्णता युक्त और अधिक रु अधिक उत्तम बोली प्रतीत होउछि ताहाकु ही रूपायणर मूलभूत विधानटी बोली कहुଯିବ तापर कहते ये गुड़िक केवल शब्द माध्यम प्रकाश करुच्ची किंतु ये शब्द माध्यम प्रकाश करी हब नहीं तापर माँ जो बक्ष देश को निर्देश करी गोटे कहते यही स्थान रे एपरी गोटे स्तर रही जोठारे कि कौन एक वस्तु शब्द गुड़ी को नहीं प्रतिरूप और अंश वाक्य गुड़ी को नहीं यहीपरि भाव में खेलिबार लगी माँ कौन वस्तु चकचक कर तरंगायित होतार इंगित कले माने एमती से खेलुची केतबेले एमती चकचक करुची हाँ यहीपरि भाव में खेलिबार लगी जहाँकि केते सुंदर छवि मान रचना करिबार लगी तुमको यथार्थ परम वस्तुटीर संस्पर्श आनीदेवार सामर्थ्य ता मध्य रही जहाँ हुए तो यही स्थान ठारू माँ कपल देश को निर्देश कर देखाइले यही स्थान बृहत्तर हो रही अंततः एहारी भली बृहत मात्र संभवतः बृहत्तर हो रही यही तत्वगत अभिव्यक्ति ठारू बृहत्तर हो रही बर्तमान जो परिप्रकाश ताठार आहुरी बृहत्तर माँ से गुड़ा कही चलती
এই অনির্বচনীୟ ସ୍ପନ୍ଦନଟି ମଧ୍ୟରେ ପ୍ରବେଶ କରିବା ଲାଗି ପ୍ରାୟ ଏକ ଅଧିକ ସରଳ ମାର୍ଗ ରହିଛି। ଶ୍ରୀଅରବିନ୍ଦଙ୍କର ଅଭିବ୍ୟକ୍ତିକୁ ମୁଁ ତାର କାବ୍ୟିକ ଆକାର ଦେଇ ଦେଖୁଛି, ତା ଭିତରେ ଏକ ଆକର୍ଷଣକାରିତା ଓ ଏକ ସରଳତା ରହିଛି। ଏକ ସରଳତା, ମଧୁରତା ଓ ଗଭୀରକୁ ଭେଦ କରିପାରୁଥିବା ଏକ ଆକର୍ଷକତା ରହିଛି, ଏବଂ ତାହା ତୁମ ମସ୍ତିଷ୍କର ଯାବତୀୟ ବସ୍ତୁ ଅପେକ୍ଷା ଅନେକ ଅଧିକ ଅନ୍ତରଙ୍ଗ ଭାବରେ ତୁମକୁ ଏକ ସିଧା ସଂସ୍ପର୍ଶ ଆଣି ଦେଇଯାଇପାରୁଛି। ସମୁଦାୟ ଭାବରେ ଏଠି ଯାହା ଗୁଡାକ କହୁଛନ୍ତି ଯେ ଯୋଉ ପ୍ରତିରୂପ ରହିଛି, ଯୋଉ ରୂପ ଗ୍ରହଣ କରୁଛି ଏବଂ ଜଡଗତ ରହୁଛି, ଆ ଭିତରେ ଏକ ସବୁବେଳେ ଗୋଟେ ଏକ ପାର୍ଥକ୍ୟ ବୋଧ ଆମ ଭିତରେ ସୃଷ୍ଟି ହେଇ ରହିଛି। କିନ୍ତୁ ଆମେ ଚେତନାର ଯେତେ ଊର୍ଦ୍ଧ୍ୱକୁ ଅଗ୍ରଗତି କରିବା, ସେତେ ଯେତେ କଣ ହବ, ସେଇ ସ୍ପନ୍ଦନ ଆମ ଭିତରେ ସ୍ପନ୍ଦିତ ହବ ଏବଂ ଆମେ ତାର ଯେତେ ନିକଟତର ହବା, ସେତେ ତାର ସ୍ପଷ୍ଟତା, ତାର ନିର୍ଭୁଲତା, ତାର ନିର୍ଦ୍ଦୋଷତା, ତାର ପରିପ୍ରକାଶର ଉତ୍ସ, ଇଏ ସବୁ ଆମ ପାଖରେ ଯୋଉ ତାକୁ କହିପାରିବା ଯେ ଉନ୍ମୋଚିତ ହେଇଯିବ, ପ୍ରସ୍ଫୁଟିତ ହେଇଯିବ, ପ୍ରତିଭାତ ହେଇଯିବ। ଆମେ ସେ ସମ୍ପର୍କରେ ସଚେତନ ହେଇଯାଇପାରିବା। ତେଣୁ ଆମେ ଆହ୍ୱାନ କରିବା, ମାଙ୍କୁ ପ୍ରାର୍ଥନା କରିବା ଯେ ଆମ ଭିତରେ ଯୋଉ ଅନ୍ତରରେ, ଯୋଉ ବକ୍ଷ ଦେଶରେ ମା ଅଙ୍ଗୁଳି ନିର୍ଦ୍ଦେଶ କରି କହୁଛନ୍ତି ଏଇଠି ସବୁ ସାମର୍ଥ୍ୟ ରହିଛି। ତେଣୁ ଆମେ ସେଇ ଚୈତ୍ୟ ସତ୍ତାକୁ ସମ୍ମୁଖକୁ ଆଣିବା ପାଇଁ ମାଙ୍କ ପାଖରେ ନିରନ୍ତର ଆଶୀର୍ବାଦ କରିବା। ମା ମାଙ୍କୁ ଆହ୍ୱାନ କରି ଏଠି ସାଙ୍ଗ କରିବା। ମା, thank you all, Oliver.